ହ୍ୟାଲୋ ହାଏ ଜୟ ଜଗନ୍ନାଥ। କେମିତି ଅଛନ୍ତି ସବୁ? ମୁଁ ସୁବ୍ରତ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ ଆଜି କଥା ହେବା ସାଲାର ମୁଭି ବିଷୟରେ। ଜାଣିଥିବ ସାଲାର ମୁଭି ଆମର ଏମିତି ଲାଗିଲା ଯେ ସେକେଣ୍ଡ ଟ୍ରେଲର ତାର ଆସିଲା ଯେ ଦେଖିଲା ପରେ ଏମିତି ଲାଗିଲା କି ଆମର ଓଡ଼ିଆ ଫିଲ୍ମ ଦେଖିଥିବ ଅଗସ୍ତ୍ୟ ମୁଭିର ସେ ରିମେକ୍ ଅଛି ଲାଗୁଛି। କାରଣ ବହୁତ ଫ୍ରେମ୍ ବାଇ ଫ୍ରେମ୍ ଦେଖିଲି ଯେ ସେ ଓଡ଼ିଆ ଫିଲ୍ମର ରିମେକ୍ ଲାଗୁଛି। ତାପରକୁ ଆମର ମୁଁ ଆଉ ଟିକେ ରିସର୍ଚ୍ଚ କଲା ପରେ ଜଣାପଡ଼ିଲା କି ଅଗସ୍ତ୍ୟ ମୁଭି ଆମର ଓରିଜିନାଲ ନଥିଲା, ଯିଏକି ଏଇ ମୁଭିର ଡାଇରେକ୍ଟର ପ୍ରଶାନ୍ତ ନୀଲ ତାଙ୍କର ଫାଷ୍ଟ ମୁଭି ଉଗ୍ରମର ରିମେକ୍ ଥିଲା, ମୁଁ ଓଡ଼ିଆରେ କରିଥିଲେ। ତାପରେ ଏବେ ମୁଁ ତ ଉଗ୍ରମ ତ ଦେଖିନି କିନ୍ତୁ ଅଗସ୍ତ୍ୟ ଦେଖିଛି ନା, ମୁଁ ଓଡ଼ିଆ ଅନୁଭବ ଭାଇଙ୍କର ଦେଖିଛି। ସେଥିପାଇଁ ସେକେଣ୍ଡ ଟ୍ରେଲର ଦେଖି ଲାଗିଲା ଯେ ମୁଁ ସିଓର ହେଇଗଲି ଯେ ଏଇଟା ରିମେକ୍ ହେଉଛି ଉଗ୍ରମର। ଆଉ ଟିକେ ହାଇ କ୍ୱାଲିଟିର ସିନେମାଟୋଗ୍ରାଫି ଆଉ ଟିକେ ହାଇ ବଜେଟର ମୁଭିକୁ ନେଇ ଟିକେ ଷ୍ଟୋରିରେ ଏପଟ ସେପଟ କରି ସେଇ ଗ୍ୟାଙ୍ଗ ୱାର୍ ସେଇ ଇଏ ସବୁ ସେମିତି ଚାଲିଛି। ଆଜି ଏ ସେକେଣ୍ଡ ଟ୍ରେଲର ଦେଖିଲା ପରେ ଏତେ ସବୁ କଥା ମୁଁ ଜାଣିପାରିଲି। ତାପରେ ଯେମିତି ସାଙ୍ଗ ଆମର ଯେମିତି ଥିଲା ଆକାଶ ଦାସ ଅନୁଭବ ମହାନ୍ତିଙ୍କର ଛୋଟବେଳୁ ସାଙ୍ଗ ଥିଲେ, ତାପରେ ସେ ଅଲଗା ହେଇଗଲେ। ତାପରକୁ ଷ୍ଟୋରି ତ କ'ଣ ହେଇଥିଲା ଜାଣିଥିବ, ମୁଁ ଏତେ ସ୍ପଏଲର ଦେବାକୁ ଚାହୁଁନି। ଷ୍ଟୋରି ଆମର ଆପଣ ଜାଣିଥିବେ ଯେଉଁ ଯେମିତି ସେ ମେକାନିକ୍ ହେଇଥିଲା, ତାପରେ ଆସିଲା ତା ପାଇଁ ଲଢ଼ିକି ତା ପାଇଁ ଟୋଟାଲ ସହରକୁ ତାକୁ ମାନେ ରାଜା ବନେଇଲା ସହରର। ତାପରେ ଯେମିତି ଜାଣିଥିବ ଯେ ଦୁଶ୍ମନ ଶତ୍ରୁ କେମିତି ହେଲା କି ତା ଭାଇ ଅନୁଭବ ମହାନ୍ତିଙ୍କୁ ଈର୍ଷା କରିଥିଲା ଅଗସ୍ତ୍ୟକୁ। ସେ ତା ଆକାଶ ଦାସର ମାନେ ସେ ଅଧିକ ଫେଭରେଟ୍ ହେଉଥିଲା ନା, ତା ଭାଇ ଈର୍ଷାରେ ଜଳିକିରି ଅନୁଭବର ଅଗସ୍ତ୍ୟର ମାଆକୁ ଯାଉଥିଲା ମାରିବା ପାଇଁ। ସେମିତି ତାପରେ ଅଗସ୍ତ୍ୟ ତା ସାନ ଭାଇକୁ ମାରିଦେଲା। ସାନ ଭାଇକୁ ଯେତେବେଳେ ମାରିଦେଲା ସେତେବେଳେ ଦୁଇ ଜଣ ଶତ୍ରୁ ହେଇଗଲେ ନା। ତାପରେ ସେଇ ଷ୍ଟୋରିକୁ ନେଇକିରି ପୁଣି ଯେମିତି ପାର୍ଟ ୱାନ୍ ଷ୍ଟୋରି ଏତିକି ଯାଇ ରହିବ। ଆଉ କିଛି ନୂଆ ଷ୍ଟୋରିରେ ସେକେଣ୍ଡ ପାର୍ଟ 2 ଆସିବ। ଆଉ ଦେଖିବା କ'ଣ ହେଉଛି। ଆମର ତ ଜଣାପଡ଼ିଛି ଫାଷ୍ଟ ପାର୍ଟରେ ଅଗଷ୍ଟର ଷ୍ଟୋରି କିଛି ରହିବ, ସେକେଣ୍ଡ ପାର୍ଟ ପାଇଁ ବି କିଛି ଅଛି ଏମିତି ସିଜଫାୟାର। ଆଉ ଗୋଟେ କଥା ଦେଖିପାରୁଥିବ, ଟାଟୁ ଫାଷ୍ଟରେ ଟାଟୁ ଥିଲା, ଏବେ ବି ପ୍ରଭାସଙ୍କର ପ୍ରାୟ ଟ୍ରେଲରରେ ଗୋଟେ ପଟ ହାତ ହିଁ କଭର ହେଇକି ଥିବ ବହୁତ ଜାଗାରେ ଦେଖିପାରୁଥିବେ। ସେଥିପାଇଁ ମୋତେ ଲାଗୁଛି କି ସେ ହେଉଛି ଉଗ୍ରମର ରିମେକ୍ ହେଉଛି। ପାର୍ଟ 1 ପାର୍ଟ 2ରେ ଆସିବ। ଆଉ ଏ ଷ୍ଟୋରି ତ ଆମର ଓଡ଼ିଆରେ ତ ହେଇସାରିଛି ଥରେ ନା, ସେମିତି ଦେଖିବା କ'ଣ ହେଉଛି। ଆପଣଙ୍କୁ ଭିଡ଼ିଓଟି ଯଦି ଭଲ ଲାଗିଥିବ ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରନ୍ତୁ। ଆଉ ଯିବା ଦେଖିବା, ଦେଖି ସାରିଲା ପରେ ରିଭ୍ୟୁ ଆସିବ ଏଇ ଚ୍ୟାନେଲକୁ।